ବିଜୁ ଜନତା ଦଳର ବିକଳ୍ପ ହେବା ପାଇଁ ମୁକିମ ଏକ ଦଳ ଗଠନ କରିବେ। କଟକର ହୁଡା ଡେଇଁଲେ ମୁକିମ ବାବୁଙ୍କର କୋଉ ଜାଗାରେ କେତେଟି କର୍ମୀ ଅଛନ୍ତି କହିଲେ? ନବୀନ ବାବୁ ଗୋଟିଏ ଥର ହାରିଗଲା ପରେ 18 ମାସ ଭିତରେ ଗୋଟେ ବଡ ଆଞ୍ଚଳିକ ଦଳକୁ ସମ୍ଭାଳି ପାରୁନାହାନ୍ତି। ସୋଫିଆ ଜଣେ ଦକ୍ଷ ନେତ୍ରୀ, କଣ ସୋଫିଆ କୋଉଠି ସଂଗଠନ ଦାୟିତ୍ୱ ନେଇଛନ୍ତି? ମୁକିମ ବାବୁଙ୍କ ବିନା ସୋଫିଆ କଣ? ବିଗ ଜିରୋ। ମୁକିମ ବାବୁଙ୍କ କଥା ଗୁଡିକ ଏବେ ସୁର ବାବୁଙ୍କର କଥା ଭଳି ଛିଡା ହଉଛି, ଯେମିତି କଂଗ୍ରେସ କମିଂ, ଏଥର ଆମ ସରକାର। ସୁର ବାବୁ ସେମିତି କହନ୍ତିନି? ମୁକିମ ବାବୁ କାହିଁକି ସୁର ବାବୁଙ୍କର ଢାଞ୍ଚାକୁ ଯାଉଛନ୍ତି ମୁଁ ବି ଆଶ୍ଚର୍ଯ୍ୟ ହଉଛି। ବିଜୁ ଜନତା ଦଳର ବିକଳ୍ପ ହେବା ପାଇଁ ମୁକିମ ଏକ ଦଳ ଗଠନ କରିବେ। ସିଏ ତାଙ୍କର ମନକୁ ମନ କହିଲେ ଓଡିଶାବାସୀ ବିଶ୍ୱାସ କରିବେ? କଟକର ହୁଡା ଡେଇଁଲେ ମୁକିମ ବାବୁଙ୍କର କୋଉ ଜାଗାରେ କେତେଟି କର୍ମୀ ଅଛନ୍ତି କହିଲେ? ନୂଆ ଆଞ୍ଚଳିକ ଦଳ ଗଢା ହେଲେ ସିଏ ଗୋଟେ ପୁର ଭାଗରେ ରହିବେ, ଫାଇନାନ୍ସ ଟି ଦେବେ, କାହିଁକି ନା ଗୋଟେ 40-50 କୋଟି ଟଙ୍କାର ଖର୍ଚ୍ଚ ବାର୍ଚ୍ଚର ଆବଶ୍ୟକତା ରହିଛି। ସେ ଦୃଷ୍ଟିରୁ ହେବେ। ମୁକିମ ବାବୁ ସଭାପତି ହେବେ, ସିଏ ଆଞ୍ଚଳିକ ଦଳ ଗଢିବେ, ତାଙ୍କ ପାଇଁ ଲୋକ ମାତିକି 147 ନିର୍ବାଚନ ମଣ୍ଡଳୀରେ ଯିବେ। ଆପଣ ସେଟା ଭାବନ୍ତୁନି। ଆଜ୍ଞା ଖାରବେଳ ସ୍ୱାଇଁ ମଧ୍ୟ କରିଥିଲେ ଦଳଟିଏ, ସୌମ୍ୟ ବାବୁ କରିଥିଲେ ଦଳଟିଏ। ସୌମ୍ୟ ବାବୁଙ୍କ ତ ଫେସ୍ ଭ୍ୟାଲୁ ବହୁତ ଅଧିକା ଥିଲା, ସାରା ଓଡିଶାର ଲୋକ ତାଙ୍କୁ ଜାଣିଥିଲେ। ଖଣ୍ଡପଡା ଆଉ ବେଗୁନିଆ ଛାଡିଦେଲେ ସୌମ୍ୟ ବାବୁଙ୍କର ଖାତା ଖତିଆନ ରହିଲାନି। ଖାରବେଳ ବାବୁଙ୍କର କୋଉଠି ଖାତା ଖତିଆନ ରହିଲେନି, ଯୋଉମାନେ କି ମଧ୍ୟଙ୍କର ଓଡିଶାରେ ତାଙ୍କର ଗୋଟିଏ ପତିଆରା ରହିଥିଲା। ଆଉ ମୁକିମ ବାବୁ ଗୋଟେ ଆଞ୍ଚଳିକ ଦଳ ଗଢିବେ, ବିଜୁ ଜନତା ଦଳର ବିକଳ୍ପ ହବ, ଇଏ ଏକ ହାସ୍ୟାସ୍ପଦ କଥା। ମୁଁ ଭାବୁଛି କାଳେ ବହିଷ୍କାର ହବା ପରେ ଆପଣ ମାନେ ମୁକିମ ବାବୁଙ୍କୁ ଭୁଲିଯିବେ, ଗଣମାଧ୍ୟମରେ ଚର୍ଚ୍ଚା ହବନି। ତେଣୁ ସେ ମଝିରେ ମଝିରେ ଆସିକି ଗୋଟେ ଛୋଟିଆ ବାଣଟି ଫୁଟେଇ ଦେଇକି ଯାଉଛନ୍ତି। ଏବଂ ଆଉ କିଛି ଗଣମାଧ୍ୟମ ଉଣ୍ଡିକି ବସିଛନ୍ତି, ବିଜୁ ଜନତା ଦଳର ଅତି ବିରୋଧୀ ଗଣମାଧ୍ୟମ ଗୁଡିକ, ଯେ ମୁକିମଙ୍କ କଥା ନେଇ ମୁକିମ କରିବ ଆଞ୍ଚଳିକ ଦଳ, ବିଜେଡି କି ପଛରେ ପକେଇବେ, ଏମିତି ଅନେକ ଚର୍ଚ୍ଚା କରୁଛନ୍ତି। ଆଜ୍ଞା ଯେତେବେଳେ ଦଳ ଗଢାଯାଏ, ଦଳ ଗଢିଆରେ କଣ ଚା ଖଟିର ଆଲୋଚନା? ଗାଁ ୱାର୍ଡ ମେମ୍ବର ଲଢିବେ ସେଥିରେ? ଦଳ ଗଢିବା ପାଇଁ ଆପଣଙ୍କୁ କେତେ ଗୁପ୍ତ ନୀତି, କେତେ ଗୁପ୍ତ ରଣନୀତି କରିବାକୁ ପଡିବ, କେତେ ବୈଠକ ବସେଇବାକୁ ପଡିବ। ଆପଣ କୋଉଠିକି ଯାଉଛନ୍ତି ଲୋକ ଜାଣିବେନି ଯୋଉମାନେ ଦଳ ଗଢନ୍ତି। ବିଜୟ ମହାପାତ୍ର ଯେତେବେଳେ ଓଡିଶା ଗଣତନ୍ତ୍ର ପରିଷଦ, ଓଡିଶା ଗଣ ପରିଷଦ ଗଢିଲେ, ଓଜିପି ଗଢିଲେ, ସିକ୍ରେଟଲି ଆପଣ ଦେଖିବେ ମୁକିମ ଆଜି ବିଜୟ ମହାପାତ୍ର କଥା ହେଲେ, ମତେ କହିଲେ ଆପଣ କଣ ବିଜୟ ମହାପାତ୍ରଙ୍କ ଘର ପାଖରେ ଛକିକି ବଇଥିଲେ? ଇଏ ବା ଯିବା ପୂର୍ବରୁ ସୂଚନା ଦଉଛନ୍ତି ମୁଁ ଯାଉଛି, ଆମର ଦରକାର ହଟ ଚମଟ ଖବର, ତେଣୁ ଆମେ ଯାଇକି ପହଞ୍ଚୁଛେ। ଆପଣଙ୍କ ସାଙ୍ଗରେ କିଏ ମିଶୁଛନ୍ତି ଯଦି ଓଡିଶା ଜାଣି ଦଉଛି, ଆପଣ କି ଦଳ ଗଢିବେ? ତେଣୁ ଦଳ ଗଢିବା ପାଇଁ ଗୋଟେ ଗୁପ୍ତ ରଣନୀତି ଦରକାର। ଗୋଟେ ମୁକିମ ବାବୁ ଗୋଟେ ହାୱା ସୃଷ୍ଟି କରିଦଉଛନ୍ତି ଚର୍ଚ୍ଚା ରହିବା ପାଇଁ, ଆମେ ମଧ୍ୟ ତାକୁ ଚର୍ଚ୍ଚିତ କରିବା ପାଇଁ ଆହୁରି ଚର୍ବିତ ଚର୍ପଣ କରି ଚାଲିଛେ। ତେଣୁ ଗୋଟେ ଦଳ ଗଢିବା, ତାକୁ ମଜବୁତ କରିବା। ନବୀନ ବାବୁ ଗୋଟିଏ ଥର ହାରିଗଲା ପରେ 18 ମାସ ଭିତରେ ଗୋଟେ ବଡ ଆଞ୍ଚଳିକ ଦଳକୁ ସମ୍ଭାଳି ପାରୁନାହାନ୍ତି। ବିଜୁ ଜନତା ଦଳ ଛୋଟିଆ ଦଳ। 24 ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଠାରୁ ପରା ବିଜେଡି ଅଧିକା ଭୋଟ ପାଇଥିଲା। ଆଜିକା ଦିନରେ ତାଙ୍କର 50 ବିଧାୟକ ଅଛନ୍ତି, ଆଜିକା ଦିନରେ 30 ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଛନ୍ତି, ମେୟର ଠୁ ଆରମ୍ଭ କରିକି ମ୍ୟୁନିସିପାଲିଟି ଚେୟାରମ୍ୟାନ ପର୍ଯ୍ୟନ୍ତ ତାଙ୍କର ଅଛନ୍ତି, ବ୍ଲକ ଚେୟାରମ୍ୟାନ ଏବେ ବି ବିଜୁ ଜନତା ଦଳ ହାତରେ 250 ରୁ ଉର୍ଦ୍ଧ୍ୱ ରହିଛନ୍ତି। ସେ ଦଳ ସମ୍ଭାଳି ପାରୁନି ଯେ କେମିତି ଦଳ ଗଢା ଚଳିବ, ତା ଦେହରେ ଏଇ ଆଞ୍ଚଳିକ ଦଳ ଗଢିଦେବେ, ଏଇଟା ଆଦୌ ବିଶ୍ୱାସ ଆପଣ କରନ୍ତୁନି। ହଁ ଯଦି ମଜା ନେବାର ଅଛି ମଜା ନିଅନ୍ତୁ। ଆଜ୍ଞା କଣ ହଉଛି, ଆମେ ଯୋଉମାନେ ସବୁ ଉପକୂଳ ଅଞ୍ଚଳରେ ରହିଲେ, ଆମ ଆଖି ଆଗରେ ଉପକୂଳିଆ ନେତା ଗୁଡିକ ବହୁତ ବଡ ଦେଖାଗଲେ। ସୋଫିଆ ଜଣେ ଦକ୍ଷ ନେତ୍ରୀ, କଣ ସୋଫିଆ କୋଉଠି ସଂଗଠନ ଦାୟିତ୍ୱ ନେଇଛନ୍ତି? ସମସ୍ତେ ଆପଣ ଯେତେବେଳେ ମଞ୍ଚ ଉପରକୁ ଯାଆନ୍ତି, ସେତେବେଳେ କହନ୍ତିନି ମଞ୍ଚର ବାମ ପାର୍ଶ୍ୱରେ ବସିଥିବା ଜଣେ ଅଭିଜ୍ଞ, ଜଣେ ବାଗ୍ମୀ ଗୁଣୀ, ଆରେ ଆପଣ ପ୍ରଶଂସା କରି କହିବେନି ପଦ ଦିପଦ, ବାସ୍ତବତା କଣ? ସୋଫିଆ କେମିତି ଜଣେ ଦକ୍ଷ ଅଭିନେତ୍ରୀ, ଯୋଉ ଦକ୍ଷ ନେତ୍ରୀ ହେଲେ? ସୋଫିଆ ବାପାଙ୍କ ନାଁରେ ଇଲେକ୍ସନ ଜିତିଲେ, ସେ ଜଣେ ଭଲ ବ୍ୟବସାୟୀ, ତାଙ୍କର ବ୍ୟବସାୟିକ ଜ୍ଞାନ ବହୁତ ରହିଛି, ତାଙ୍କ ନେତୃତ୍ୱରେ ମେଟ୍ରୋ ବିଲ୍ଡର୍ସ ବହୁତ ଆଗକୁ ଯାଇଛି, ସ୍ୱୀକାର କରିବା। ନେତୃତ୍ୱର ଦକ୍ଷତା ଦେଖେଇଲେ କେତେବେଳେ? ସେ ଦଳର ଗୋଟେ ଛାତ୍ର ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚାର ଦାୟିତ୍ୱ ନେଇଛନ୍ତି, ସାରା ଓଡିଶାରେ ଯାଇକି କଂଗ୍ରେସକୁ ଚଳଚଞ୍ଚଳ କରୁଛନ୍ତି, କିଛି ନାହିଁ ଦକ୍ଷ। ଆରେ ନେତା ଭକ୍ତ ଦାସ ଆଉ କହିଥାନ୍ତେ କଣ, କହିଥାନ୍ତେ ଇଏ ଦକ୍ଷ ନୁହେଁ? ସେ ସମସ୍ତଙ୍କୁ କହୁଛନ୍ତି ଦକ୍ଷ। ମୁକିମକୁ ବହିଷ୍କାର କଲା ପରେ ଝିଅକୁ
ଆକୃଷ୍ଟ କରିବା ପାଇଁ ଏମିତି କଥା କହୁଛନ୍ତି। ଆଜ୍ଞା ବାପା ବିନା ଝିଅଙ୍କର ସ୍ଥିତି କଣ କହିଲେ? ମୁକିମ ବାବୁଙ୍କ ବିନା ସୋଫିଆ କଣ? ବିగ్ ଜିରୋ। ତାଙ୍କର ବ୍ୟବସାୟ କରିଛନ୍ତି ବାପାଙ୍କ ଯୋଗୁ, ରାଜନୀତି କରୁଛନ୍ତି ବାପାଙ୍କ ଯୋଗୁ। ତେଣୁ ସେଇଟା ବୁଝିବା ଦରକାର। ଆଉ ସୋଫିଆ ତାଙ୍କ ବାପାଙ୍କୁ ଛାଡିକି ପଳେଇବେ, କାହିଁକି ପଳେଇବେ? ରାଜନୈତିକ ଭବିଷ୍ୟତ ଆପଣ କେମିତି ଦେଖୁଛନ୍ତି କଂଗ୍ରେସର, ଯେହେତୁ ଏବେ ଆଞ୍ଚଳିକ ଦଳ ନିଜେ ମିଟିଂ କହୁଛନ୍ତି ବଢିକି କଂଗ୍ରେସ ସହିତ ବିଜୁ ଜନତା ଦଳ ସହିତ ଲଢିବେ? ଆମର ଗୋଟା ଥାଏ ନିଜ ଭବିଷ୍ୟତ ନିଜ ହାତରେ, ନିଜ ଭାଗ୍ୟ ବି ନିଜ ହାତରେ। ଆପଣ ଯେମିତି ଚାଷ କରିବେ ସେମିତି ଫସଲ କାଟିବେ। କଂଗ୍ରେସ ପାଇଁ ଗୋଟିଏ ଅନୁକୂଳ ପରିବେଶ ସୃଷ୍ଟି ହେଇଛି, ମାନେ ଯେମିତି କହନ୍ତି ପାଗ ଅନୁକୂଳ ହେଇଛି। ପାଗ ଅନୁକୂଳ ଟାଇମରେ ବିହନ ବୁଣିଲେ ଭଲ ଫସଲ ହୁଏ। କଂଗ୍ରେସ ବର୍ତ୍ତମାନ ବିହନ ବୁଣିବ କଣ, ତାଙ୍କର ଲଙ୍ଗଳ ସଜାଡା ହଉଛି। ତାକୁ ମଧ୍ୟ ଲଙ୍ଗଳର ମଇ ଗୋଟାଠି, ଲଙ୍ଗଳ ଗୋଟାଠି, ଜୁଆଳି ଗୋଟାଠି, ବଳଦ ଗୋଟାଠି। ଚାଷ କରି ଜାଣୁନାହାନ୍ତି। ଇଏ ଫଳ କଣ ପାଇଯାଇଛି, ତାଙ୍କ ଭବିଷ୍ୟତ କଥା ଚିନ୍ତା କରିବା। ତେଣୁ ଭକ୍ତ ଦାସ ଆଗ ଚାଷ କରନ୍ତୁ, କଂଗ୍ରେସ ନେତା ଚାଷ କରନ୍ତୁ, ତାପରେ ଆମେ ଚିନ୍ତା କରିବା ଯେ ସେ କେତେ ଫସଲ କାଟିବେ।